So here I am back with my new video. Actually, ମୁଁ ହ୍ୟାଣ୍ଡସମ୍ ଦେଖାହେଉଛି ଏବେ ବହୁତ ପାଖାପାଖି କିଛି ଦିନ ହେବ। ଆକ୍ଚୁଆଲି ଗୋଟେ କଥା କୁହ, ମୁଁ ଏମିତି ଚଷମା ପିନ୍ଧିଲେ ଭଲ ଲାଗେ ନା ଚଷମା କାଢ଼ିଦେଲେ କେଉଁଟା ହ୍ୟାଣ୍ଡସମ୍ ଲାଗୁଛି? ଇଏ ଚଷମା ଏମିତି ପିନ୍ଧିବା କଥା ଏମିତି ଇଣ୍ଟ୍ରୋଡ୍ୟୁସ୍ କରିବାର ଗୋଟେ ବହୁତ ବଡ଼ କାରଣ ଅଛି। ଆମ ସମସ୍ତଙ୍କ ଜୀବନରେ ଆମ ଆଖପାଖରେ କିଛି ଲୋକ ଥିବେ, ସେଇ ଲୋକମାନେ ଆମ ଜୀବନର ମ୍ୟାକ୍ସିମମ୍ ଡିସିସନ୍ ସିଏ ନିଅନ୍ତି। ଡିସିସନ୍ ଆମେ ନେବା କଥା, କିନ୍ତୁ ସିଏ ଆମ ଉପରେ ଏମିତି ପ୍ରଭାବ ପକାନ୍ତି ଯେମିତି ଆମେ ଯେଉଁ ଡିସିସନ୍ଟା ନ ନେବା କଥା ଆମେ ସେଇଟା ନେଇଯାଉ। ମୋ ମା' ଗୋଟେ କଥା କୁହେ ଯେ ନିଜ ବୁଦ୍ଧିର ପଛେ ଘାସ କାଟିବ, ପର ବୁଦ୍ଧିର ଘୋଡ଼ା ଚଢ଼ିବନି। କହିବାର ମାନେ ଆମ ଜୀବନରେ ଆମର କ'ଣ ରିକ୍ୱାରମେଣ୍ଟ, ଆମର କ'ଣ ଆବଶ୍ୟକତା, ଆମ ପାଇଁ କ'ଣ ଭଲ କ'ଣ ଖରାପ, ସେଇଟା ଆମଠୁ ଭଲ ଆଉ କେହି ଜାଣିନଥିବେ। କେଉଁ ବାହାର ଲୋକ ଜାଣିନଥିବ ଯେ ଆମର ଖାଇବାକୁ ନିରାମିଷ ଭଲ ଲାଗିବ କି ଆମିଷ। କେଉଁ ବନ୍ଧୁବାନ୍ଧବ ଇଏ ଡିସାଇଡ଼୍ କରିବନି ଯେ ଆମେ ଆସ୍ତିକ ହେବା ଦରକାର କି ନାସ୍ତିକ। ସେଇଟା ଆମେ ଡିସାଇଡ଼୍ କରିବା କଥା, କାରଣ ଆମ ସମସ୍ତଙ୍କ ଜୀବନ ହେଉଛି ଅଲଗା, ଆମ ସମସ୍ତଙ୍କର ଚାଲିଚଳନ ଅଲଗା। ସେଇ ହିସାବରେ ଆମ ସମସ୍ତଙ୍କର ଆବଶ୍ୟକତା ବି ଅଲଗା ହେଇଯାଏ। କିନ୍ତୁ ଯିଏ ବାହାର ଲୋକ, ସିଏ ଅନଏକ୍ସପେକ୍ଟେଡ଼ଲି ଆସିକି କୌଣସି କାରଣ ନଥିବ, ସେମାନେ ଆସିକି ଆମକୁ ଆଡ଼ଭାଇସ୍ ଦିଅନ୍ତି, ଆମକୁ ସଜେସନ୍ ଦେବା ଷ୍ଟାର୍ଟ କରିଦିଅନ୍ତି ଯେ ତୁମେ ଏଟା କର ସେଟା କର। କିନ୍ତୁ ଆକ୍ଚୁଆଲି କ'ଣ ସେ ଯେଉଁ ଡିସିସନ୍ ନେବା ପାଇଁ ଆମକୁ ବାଧ୍ୟ କରୁଛନ୍ତି, କ'ଣ ସିଏ ଠିକ୍ କଥା କହୁଛନ୍ତି? ଏଇଟା ଗୋଟେ କଥା। ସିଏ ଯାହା କହୁଛନ୍ତି ସିଏ ତାଙ୍କ ପଏଣ୍ଟ ଅଫ୍ ଭ୍ୟୁ ଅନୁସାରେ କହୁଛନ୍ତି, ତାଙ୍କର ବେନିଫିଟ୍ ଦେଖିକି ସିଏ କହୁଛନ୍ତି। ତାଙ୍କ ଜୀବନରେ ଯେଉଁଟା ଭଲ ହେଇଥିଲା, କେବେ ପାଷ୍ଟରେ ଗୋଟେ ହେଇଥିଲା, ସେଇଟାକୁ ଦେଖିକି ସିଏ କହୁଛନ୍ତି ଯେ ଆମ ଜୀବନରେ କେଉଁଟା ଭଲ ହେବ। ଏଇଟା ଠିକ୍ ନୁହେଁ, କାରଣ ଆମ ଜୀବନ ଆଉ ତାଙ୍କ ଜୀବନ ସମାନ ନୁହେଁ। ତମେ ଡକ୍ଟର ପାଖକୁ ଯାଇଛ, ସପୋଜ୍ ଡକ୍ଟର ଆଗ ଧାଡ଼ିରେ ଯେଉଁ ତମ ଆଗରେ ଯେଉଁ ପେସେଣ୍ଟଟା ଅଛି, ତାକୁ ଯେଉଁ ମେଡ଼ିସିନ୍ ସେ ଡକ୍ଟର ଦେବ, ତମକୁ ସେଇ ମେଡ଼ିସିନ୍ ଦେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ, କାରଣ ତମକୁ ସେଇ ରୋଗ ହେଇଥିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଯଦି ସେଇ ରୋଗ ହେଇଥିବ ତାହେଲେ ମେ ବି ସେଇ ମେଡ଼ିସିନ୍ ମିଳିଯାଇପାରେ, କିନ୍ତୁ ସେଇ ରୋଗ ତ ହେଇନି, ତାହେଲେ ସେଇ ମେଡ଼ିସିନ୍ ମିଳିବ କେମିତି? ସେଇଭଳି ଆମ ଜୀବନରେ କ'ଣ ଆମେ ଡିସିସନ୍ ନେବା ଉଚିତ ନ ନେବା ଉଚିତ, କେଉଁ ବାହାର ଲୋକ କି କେଉଁ ରିଲେଟିଭ୍ କି କେଉଁ ଫ୍ରେଣ୍ଡ ଡିସିସନ୍ ନେବା କଥା ନାହିଁ। ସେଇଟା ଆମେ ଚିନ୍ତା କରିବା କଥା ଯେ ଆକ୍ଚୁଆଲି କ'ଣ ହେବା ଉଚିତ, ଆମେ କେଉଁ ଡିସିସନ୍ରେ କେଉଁ ଅଫର୍ରେ ୟେସ୍ କହିବା ଉଚିତ କି ନ କହିବା ଉଚିତ। କିନ୍ତୁ ଜେନେରାଲି ସେଇଟା ହୁଏନି। ଆମେ କ'ଣ, ବହୁତ ଲୋକ ଥିବେ ଯେମିତିକି ଧର ଏଇ ଚଷମା ପିନ୍ଧିବା କଥା, କିଛି ମୋ ଜୀବନରେ କିଛି ଅଛନ୍ତି ଯେଉଁମାନେ କୁହନ୍ତି ଯେ ମୁଁ ଚଷମା ପିନ୍ଧିଲେ ମୋତେ ଭଲ ଲାଗେ, ମୋତେ ଭଲ ଦେଖା ହୁଏ। ଆଉ କିଛି କୁହନ୍ତି ଯେ ମୁଁ ଚଷମା କାଢ଼ିଦେଲେ ଭଲ ଦେଖା ହୁଏ। ସେମାନେ ତାଙ୍କର ରିକ୍ୱାରମେଣ୍ଟ ଅନୁସାରେ ମୋତେ ଜଜ୍ କରନ୍ତି ଆଉ କୁହନ୍ତି। ଆକ୍ଚୁଆଲି ମୁଁ ଚଷମା ପିନ୍ଧିଲେ ଭଲ ଦେଖା ହୁଏ କି ନ ପିନ୍ଧିଲେ ଭଲ ଦେଖା ହୁଏ, ସେ କ୍ୱେଶ୍ଚନ୍ ସହିତ ତାଙ୍କର କିଛି ଲେନଦେନ ନାହିଁ। ସେମିତି ଆମ ଜୀବନରେ ଆମେ କ'ଣ ଡିସିସନ୍ ନେବା, କେଉଁଟା ଆମ ପାଇଁ ଭଲ ଆଉ ଖରାପ, ଅନ୍ୟ କେଉଁ ଲୋକର କିଛି ଲେନଦେନ ନଥାଏ। ସେମାନେ ତାଙ୍କର ଲାଭ ଅନୁସାରେ କୁହନ୍ତି। ସେମିତି ଆମେ ଅବଜର୍ଭ କରିଥିବା ବାହାର ଯେତିକି ଲୋକ, ଯେମିତି କୁହନ୍ତିନି ନା, ଯେଉଁ ଗୋଟେ ବିକ୍ରମ ବେତାଳ ଷ୍ଟୋରି, ବିକ୍ରମ ଯେଉଁ ଗୋଟେ ଭୂତକୁ ଖୋଜିବାକୁ ଯାଇଥିବ ତାନ୍ତ୍ରିକକୁ ସେ ଭୂତଟା ଧରାଇବା ପାଇଁ, କିନ୍ତୁ ପ୍ରତିଥର ସେ ବେତାଳ କ'ଣ କରିବ, ବିକ୍ରମକୁ ଗୋଟେ ଗପ ଶୁଣେଇବ। ସେ ବିକ୍ରମ ସେ ଗପ ଭିତରେ ନିଜେ ଏମିତି ହଜିଯିବ, ଯଦି ବିକ୍ରମ ଗୋଟେ କ୍ୱେଶ୍ଚନ୍ ପଚାରିଦେଲା ତାହେଲେ ସେ ବେତାଳଟା ତାଠୁ ପୁଣି ଆଉଥରେ ଉଡ଼ିକି ପଳେଇବ। ପୁଣି ସେ ବିକ୍ରମ ଯିବ ତାକୁ ଖୋଜି 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 ଫେର ଆଉଥରେ ଆଣିବ। ଏମିତି ତାର ଗୋଟେ ପ୍ରୋସେସ୍ ଚାଲେ।
ଆମ ସମସ୍ତଙ୍କ ଜୀବନରେ ସମସ୍ତେ ଗୋଟେ ଗୋଟେ ସେମିତି ବେତାଳ ଭଳିଆ କାମ କରନ୍ତି। ଆମେ ନ ଜାଣିକି ବି ତାଙ୍କ ଜୀବନରେ ଏମିତି ଫସିଯାଆନ୍ତି, ସିଏ ଯାହା ଚାହାନ୍ତି ଆମେ ସେଇଆ ଡିସିସନ୍ ନିଅନ୍ତି ଆମ ଲାଇଫରେ। କିନ୍ତୁ ସେଇ ଯେ ଡିସିସନ୍ ଆମର ଭଲ ପାଇଁ ହେଲାନି, ବରଂ ତାଙ୍କର ଭଲ କରିବ। କାରଣ ଆମେ ଆମର ଆବଶ୍ୟକତା ଅନୁସାରେ ଡିସିସନ୍ ନେଲେନି, ତାଙ୍କର ଆବଶ୍ୟକତା ଅନୁସାରେ ଡିସିସନ୍ ନେଲେ। ଇଏ ବହୁତ ବଡ଼ କଥା। ଆମେ ଏଇଟା ଜାଣିଥିବା ଦରକାର ଯେ ଆମର ରିକ୍ୱାରମେଣ୍ଟ, ଆମର ଆବଶ୍ୟକ, ଆମ ପାଇଁ କେଉଁଟା ଭଲ ସେଇଟାକୁ ଆଖି ଆଗରେ ରଖିକି ଆମେ ଡିସିସନ୍ ନେବା କଥା। ନା କି ତାଙ୍କ କଥା ଶୁଣିକି ଯେ ହଁ ଗୋଟେ ଲୋକ କହୁଛି ଆମେ ଜଷ୍ଟ କରିଦେବା, ନହେଲେ ଯଦି ହଁ ନ ମାରିବା ସେ ବହୁତ ଖରାପ ଭାବିବ। ଆରେ ସିଏ ଖରାପ ଭାବୁ ଭାବୁ ଆମର ଜୀବନ ଏପଟରେ ତୁଷାରପାତ ହେଇସାରିବଣି। ଠିକ୍ ନୁହେଁ ନା? କିନ୍ତୁ ବେଳେବେଳେ ଏମିତି ବି ହୁଏ, ସେ ଯେ ଲୋକ ଥିବ ସେ ହେଇପାରେ ସିଏ ଆମଠୁ ବୟସରେ ବହୁତ ବଡ଼ ହେଇଥିବ। ସେତେବେଳେ କ'ଣ କରିବ? ଯଦି ଆମେ ମନା କରିଦେବା ତାହେଲେ ତ ତାର ମନ ଭାଙ୍ଗିଯିବ। ସିଏ ହେଇପାରେ ଆମର ବାପା ମା' ହେଇଥାଇପାରନ୍ତି କି ଆମର କେଉଁ କ୍ଲୋଜ୍ ରିଲେଟିଭ୍, ଯାହାକୁ ଆମେ ମନା କରିପାରିବାନି। ଠିକ୍ ଅଛି, ତାଙ୍କୁ ଆମେ ବୁଝେଇ ପାରିବା। ଆଜି ନହେଲେ ବି କାଲି ବୋଧେ ସିଏ ବୁଝିଯିବେ। ଏଇଟା ମୁଁ ମୋର ନିଜର ଏକ୍ସପିରିଏନ୍ସ। ସିଏ ଆଜି ବୁଝନ୍ତୁ ତୁମର ବାପା ମା' ହେଇଥାନ୍ତୁ କି କେଉଁ ବାହାର ଲୋକ, ଯଦି ସେ ତୁମର ରିକ୍ୱାରମେଣ୍ଟ ଆଜି ଜାଣିପାରୁନାହାନ୍ତି, ମେ ବି କାଲି କି ତା ପରଦିନ ଜାଣିପାରିବେ। କିନ୍ତୁ ଏମିତି ନୁହେଁ ଯଦି ତୁମେ ତାଙ୍କ କଥା ନ ମାନିଲ ସିଏ ତୁମକୁ ଘରୁ କାଢ଼ିଦେବେ, ନହେଲେ ଯଦି ତୁମେ ତାଙ୍କ କଥା ନ ମାନିଲେ ସେ ମରିଯିବେ। ସେମିତି କିଛି ହେବନି। ଯିଏ ରହିବାର ଥିବ ସେ ଯେଉଁ ବାଟେ ହେଲେ ରହିବ, ଆଉ ଯେଉଁ ଜିନିଷଟା ତୁମ ପାଖକୁ ଆସିବାର ଥିବ ଯେଉଁ ବାଟେ ହେଲେ ଆସିବ, କେହି ଅଟକାଇ ପାରିବେନି। ତେଣୁ ଆମେ ସେଇ ଡିସିସନ୍ ନେବା କଥା ଯେଉଁ ଡିସିସନ୍ ଆମ ଜୀବନରେ ଲାଭ ଆଣିବ, ନା କି କ୍ଷତି। ଆଉ ବେତାଳଠୁ ନିଜକୁ ଦୂରକୁ ରଖିବା ପାଇଁ ଚେଷ୍ଟା କରିବ। କାରଣ ଇଏ ଜୀବନରେ ମ୍ୟାକ୍ସିମମ୍ ଲୋକ ବେତାଳ ହେଇକି ଆସନ୍ତି ଆଉ ବିକ୍ରମରେ ଏନର୍ଜି ସାରି ଦିଅନ୍ତି।